ସବୁକିଛି ଭିତରେ ଅଛି ତିନୋଟି ଭାବ, ସାତ୍ଵିକ, ରାଜସିକ, ତାମସିକ। ଯାହା ବି ଦେଖୁଛନ୍ତି, ମନେକର ତରକାରୀଟା ଭଲ ହେଇନି, ତାମସିକ ଲୋକ କେମିତି କହିବ? ମୁଁ ଟ୍ରାଏ କରି, ମୁଁ ତ କେବେ କହିନି, ହେ କ'ଣ ଏମିତି କରୁଛୁ, ତରକାରୀଟା ଆଜି ପାଣିଆ ହେଇଛି, ଲୁଣିଆ ହେଇଛି, ମଟର ସିଝିନି। ଆହୁରି ବହୁତ ଜୋରରେ କହିବେ, ଅପମାନ ଦେଇକି କହିବେ, ଥଟ୍ଟା କରି କହିବେ, ଭଏସ୍ର ଗ୍ରେଡେସନ୍ ବା ଭଲ୍ୟୁମ୍ ଅଧିକା କରି କହିବେ, ପାଟି କରି କହିବେ, ଗାଳି କରିବେ। ରାଜସିକ ଲୋକ ଟିକେ ଥଟ୍ଟାଳିଆ ଢଙ୍ଗରେ କହିବ, କିନ୍ତୁ ସେତିକି କହିବ, ବଢ଼ିଆ କରିଛୁ ଆଉ, ପାଣିଆ ତ ବିଲକୁଲ ହେଇନି, ଲୁଣ ତ ବଢ଼ିଆ ହେଇଛି, ମଟର ତ ବେଶୀ ସିଝିଗଲା। ଥଟ୍ଟା କରି କରି କହିବେ, ତଥାପି ଟିକେ ଚଳେଇ ଦେବେ। ସାତ୍ଵିକ ଲୋକ କାହା ଆଗରେ କିଛି କହିବନି, ହଁ ଚଳିବ, ଭଲ ହେଇଛି, ଆଉ ଟିକେ ଭଲ ହେଇଥାନ୍ତା। ଏକୁଟିଆ ଦେଖିଲେ କହିବେ ଟିକେ ବେଶୀ ପାଣିଆ ହେଇଗଲା, କି ଲୁଣ ହେଇଗଲା, ମଟର ଆଉ ଟିକେ ସିଝିଥାନ୍ତା। ଏମିତି କହିବେ। ଶୁଣିବା ଲୋକ ପରିବର୍ତ୍ତନ ହେବ, କିନ୍ତୁ ଦୁଃଖ କରିବନି। ଛୋଟିଆ ଜିନିଷଟେ, ତରକାରୀ କଥା କହିଲି, ସବୁ ଜିନିଷ ଯାହା ଦେଖୁଛନ୍ତି ତିନୋଟି ଭାବ। ସାତ୍ଵିକ ଭାବ ତ ଆଣିପାରିବା ନା, ଏତେ କଷ୍ଟ ବି ତ ନୁହଁ, ଚେଷ୍ଟା କରୁ କରୁ ହେଇଯିବ। ସାତ୍ଵିକ ଭାବରେ କଥା ହେଲେ ଆମ ଫ୍ରଣ୍ଟ ଲୋକଟି ବା ଆମ ସହିତ ଚଳୁଥିବା ଲୋକଟି ଦୁଃଖ ପାଇବନି, କେବେ ଖୁସିରେ କାମ କରିବ। ଏଥିରୁ କ'ଣ ଶିଖିବାକୁ ନାହିଁ? ଆମକୁ ସବୁବେଳେ ଶିଖିବାକୁ ଅଛି।